ଜୟ ଜଗନ୍ନାଥ। ଆଜି ହେଉଛି 1 ଅଗଷ୍ଟ ଶୁକ୍ରବାର। ଆଉ ସକାଳର ଟପ୍ କରେଣ୍ଟ ଆଫେୟାର୍ସ ମୁଁ ସୂର୍ଯ୍ୟନାରାୟଣ ପାଣିଗ୍ରାହୀ ସମସ୍ତ ଓଡ଼ିଶାର କମ୍ପିଟେଟିଭ୍ ପାଇଁ ପ୍ରିପାରେସନ୍ ହେଉଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ନେଇ ଆସିଛି। ଆଜି ବହୁତ ଗୁଡ଼ିଏ ନ୍ୟାସନାଲ୍ ଇଣ୍ଟରନ୍ୟାସନାଲ୍ ଇଭେଣ୍ଟ ହୋଇଛି। ଏ ପଏଣ୍ଟ ଗୁଡ଼ାକ ଆପଣଙ୍କର ଆଗାମୀ ଏକ୍ଜାମ୍ ପଏଣ୍ଟ ଅଫ୍ ଭ୍ୟୁ ପାଇଁ ଭେରି ଇମ୍ପୋର୍ଟାଣ୍ଟ। ଭିଡ଼ିଓ ଷ୍ଟାର୍ଟ କରିବା, ଭିଡ଼ିଓକୁ ଶେଷ ଯାଏଁ ଦେଖିବେ। ଆଜିର ପ୍ରଥମ ଇଭେଣ୍ଟ ବହୁତ ବଡ଼ ଇଭେଣ୍ଟ, ୱାର୍ଲଡ ୟୁନିଭର୍ସିଟି ଗେମ୍ 2025। ଇଣ୍ଡିଆ 20ତମ ସ୍ଥାନରେ ରହିଲା ଆଉ 12ଟି ମେଡାଲ ଜିତିଛି। ଡିଟେଲରେ ଜାଣିବା। ପ୍ରଥମ ପଏଣ୍ଟ, ଜର୍ମାନୀରେ ଏଇଟା ଅନୁଷ୍ଠିତ ହୋଇଥିଲା, ଏଇଟା ମନେ ରଖିବେ। ଜର୍ମାନୀରେ ଅନୁଷ୍ଠିତ FISU ବିଶ୍ୱବିଦ୍ୟାଳୟ କ୍ରୀଡ଼ା 2025ରେ ଭାରତ ଏକ ଉତ୍ସାହଜନକ ପ୍ରଦର୍ଶନ କରିଥିଲା। ମୋଟ 12ଟି ପଦକ ସହିତ 20ତମ ସ୍ଥାନରେ ରହିଲା ଭାରତ। ଭାରତ ଏଠାରେ 2ଟି ସ୍ୱର୍ଣ୍ଣ, 5ଟି ରୌପ୍ୟ, 5ଟି କାଂସ୍ୟ ପଦକ ଜିତିଛି, ଯାହା ବିଶ୍ୱବିଦ୍ୟାଳୟ ସ୍ତରୀୟ କ୍ରୀଡ଼ାରେ ବିଶ୍ୱସ୍ତରରେ ଭାରତର ବର୍ଦ୍ଧିତ ଉପସ୍ଥିତିକୁ ପ୍ରଦର୍ଶିତ କରେ। ଜାପାନ ଏଇଠି 1 ନମ୍ବର ସ୍ଥାନ ହାସଲ କରିଛି 34ଟି ଗୋଲ୍ଡ ମେଡାଲ ସହିତ। ଚାଇନା 30ଟି ଗୋଲ୍ଡ ମେଡାଲ ସହିତ ଦ୍ୱିତୀୟ ସ୍ଥାନ। ଆମେରିକା 28ଟି ଗୋଲ୍ଡ ସହିତ ତୃତୀୟ ସ୍ଥାନରେ ଅଛି। ଆପଣ ଏକ୍ଜାମ୍ ପାଇଁ ଏଇଟା ମନେ ରଖିବେ, ଏଇଟା ଯେଉଁ ବିଶ୍ୱବିଦ୍ୟାଳୟ ୟୁନିଭର୍ସିଟି ଗେମ୍ ଏଇଟା ଜର୍ମାନୀରେ ଅନୁଷ୍ଠିତ ହୋଇଥିଲା। ଆଉ ଭାରତର ର୍ୟାଙ୍କ ହେଉଛି 20। ଭାରତ ଟୋଟାଲ 12ଟା ମେଡାଲ ଜିତିଥିଲା, ଯେଉଁଥିରେ କି 2ଟା ସ୍ୱର୍ଣ୍ଣ, 5ଟା ରୌପ୍ୟ, 5ଟା ବ୍ରୋଞ୍ଜ। ମନେ ରଖିବେ। ଏଇଟା ଆଉ ଗୋଟେ ବଡ଼ ନ୍ୟାସନାଲ୍ ଇଭେଣ୍ଟ। ଲୋକସଭାରେ ଗୋଟେ ବିଲ୍ ପାସ୍ ହେଇଛି। ମଣିପୁରରେ ରାଷ୍ଟ୍ରପତି ଶାସନ ଆହୁରି ଲାଗିବ। ଡିଟେଲରେ ଜାଣିବା। ଲୋକସଭା ମଣିପୁରରେ ରାଷ୍ଟ୍ରପତି ଶାସନକୁ ଅଗଷ୍ଟ 13, 2025 ପରେ ଆଉ 6 ମାସ ପାଇଁ ବୃଦ୍ଧି କରିବା ପାଇଁ ଏକ ସାମ୍ବିଧାନିକ ପ୍ରସ୍ତାବ ପାରିତ କରିଛି। କେନ୍ଦ୍ର ସରକାରଙ୍କ ଦ୍ୱାରା ସମର୍ଥିତ ଏହି ନିଷ୍ପତ୍ତିର ଲକ୍ଷ୍ୟ ଥିଲା ଯେ ପୂର୍ବୋତ୍ତର ରାଜ୍ୟରେ ଶାନ୍ତି ଏବଂ ସ୍ଥିରତା ବଜାୟ ରଖିବା ପାଇଁ ଏଇଟା ଗୋଟେ ପ୍ରୟାସ, ଯାହାକି ଅତୀତରେ ଜାତିଗତ ଉତ୍ତେଜନାର ସମ୍ମୁଖୀନ ହୋଇଥିଲା ମଣିପୁର ରାଜ୍ୟ। ମନେ ରଖିବେ, ଭେରି ଇମ୍ପୋର୍ଟାଣ୍ଟ। ଏଇଟା ଆଉ ଗୋଟେ ବଡ଼ ନ୍ୟାସନାଲ୍ ସ୍ପୋର୍ଟସ ଇଭେଣ୍ଟ। ଭାରତୀୟ ହକିର 100 ବର୍ଷ ପୂରଣ ହୋଇଛି। ଆଉ HI ହକି ଇଣ୍ଡିଆ ଗୋଟେ ମହୋତ୍ସବ ଘୋଷଣା କରିଛି। ଡିଟେଲରେ ଜାଣିବା। ଭାରତୀୟ ହକି ଏହାର ଗୌରବମୟ 100 ବର୍ଷର ଯାତ୍ରା ପାଳନ କରୁଥିବା ସମୟରେ ହକି ଇଣ୍ଡିଆ HI ଖେଳର ଅଭିବୃଦ୍ଧି ଏବଂ ଏହାର ଐତିହ୍ୟକୁ ପାଳନ କରିବା ପାଇଁ ଐତିହାସିକ ପଦକ୍ଷେପ ଘୋଷଣା କରିଛି। ଜୁଲାଇ 27, 2025ରେ ମହାବଳୀପୁରମରେ ଅନୁଷ୍ଠିତ 15ତମ ହକି ଇଣ୍ଡିଆ କଂଗ୍ରେସର ସମ୍ମିଳନୀରେ ହକି ଇଣ୍ଡିଆ ଘୋଷଣା କରିଛି ଯେ ଜାତୀୟ ଏବଂ ତୃଣମୂଳ ସ୍ତରୀୟ ଟୁର୍ଣ୍ଣାମେଣ୍ଟ ପାଇଁ ଆର୍ଥିକ ଅନୁଦାନର ଏକ ପ୍ରମୁଖ ବୃଦ୍ଧି ଘୋଷଣା କରିଛି। 7 ନଭେମ୍ବର 2025ରେ ଏକ ଦେଶବ୍ୟାପୀ ହକି ମହୋତ୍ସବ ଘୋଷଣା ମଧ୍ୟ କରିଛି। ମନେ ରଖିବେ, ଏଇ ପଏଣ୍ଟଟା ଭେରି ଇମ୍ପୋର୍ଟାଣ୍ଟ। ଦେଶବ୍ୟାପୀ ହକି ମହୋତ୍ସବ 7 ନଭେମ୍ବର 2025। ଆଉ ହକି ଇଣ୍ଡିଆର 100 ବର୍ଷ ପୂର୍ତ୍ତି, ଏଇଟା ମନେ ରଖିବେ। ଏଇଟା ଆଉ ଗୋଟେ ବଡ଼ ଇଣ୍ଟରନ୍ୟାସନାଲ୍ ଇଭେଣ୍ଟ ୟୁଟ୍ୟୁବ୍ ପାଇଁ। ଅଷ୍ଟ୍ରେଲିଆରେ 16 ବର୍ଷରୁ କମ୍ ପିଲା ୟୁଟ୍ୟୁବ୍ ଚଲେଇ ପାରିବେ ନାହିଁ, ତା ପାଇଁ ବ୍ୟାନ୍ କରିବା ପାଇଁ ଡିକ୍ଲେୟାର କରିଛି। ଡିଟେଲରେ ଜାଣିବା। ଅଷ୍ଟ୍ରେଲିଆ 16 ବର୍ଷରୁ କମ୍ ବୟସର ପିଲାମାନଙ୍କ ପାଇଁ ଆଗାମୀ ସୋସିଆଲ ମିଡ଼ିଆ ପ୍ରତିବନ୍ଧକ ୟୁଟ୍ୟୁବ୍କୁ ସାମିଲ କରିବାକୁ ଯାଉଛି। ଆନୁଷ୍ଠାନିକ ଭାବରେ ଏହି ନିଷ୍ପତ୍ତି ନିଆଯାଇଛି। ୟୁଟ୍ୟୁବ୍ ପ୍ଲାଟଫର୍ମକୁ ଏକ ଶିକ୍ଷାଗତ ଉପକରଣ ଭାବେ ବ୍ୟବହାର କରିବା ପାଇଁ ପୂର୍ବ ପ୍ରତିଶ୍ରୁତିକୁ ପ୍ରତ୍ୟାହାର କରିଛି। ଡିସେମ୍ବର 2025ରେ କାର୍ଯ୍ୟକାରୀ ହେବାକୁ ଯାଉଥିବା ଏହି ନୂତନ ଆଇନ ଫେସବୁକ୍, ଇନଷ୍ଟାଗ୍ରାମ, ଟିକଟକ୍, ସ୍ନାପଚାଟ୍ ଏବଂ ଏକ୍ସ ପୂର୍ବରୁ ଯେଉଁଟା ଟ୍ୱିଟର ଥିଲା ତା ପାଇଁ ମଧ୍ୟ ପ୍ରଯୁଜ୍ୟ ହେବ। ଏହି ଆଇନ ସୋସିଆଲ ମିଡ଼ିଆ କମ୍ପାନୀଗୁଡ଼ିକ ଉପରେ 16 ବର୍ଷରୁ କମ୍ ବୟସ୍କର ଆକାଉଣ୍ଟଗୁଡ଼ିକୁ ଅବରୋଧ କରିବାର ଦାୟିତ୍ୱ ନ୍ୟସ୍ତ କରିଛି। ନଚେତ୍ 50 ନିୟୁତ ଆଉ ଅଷ୍ଟ୍ରେଲିଆ ଡଲାରରେ 32 ନିୟୁତ ଅଷ୍ଟ୍ରେଲିଆ ଡଲାର ଜୋରିମାନା ଦେବାକୁ ପଡ଼ିବ ବୋଲି ଅଷ୍ଟ୍ରେଲିଆ ସରକାର ଘୋଷଣା କରିଛନ୍ତି। ଏଇଟା ବହୁତ ବଡ଼ ଇଣ୍ଟରନ୍ୟାସନାଲ୍ ଇଭେଣ୍ଟ, ଆପଣ ମନେ ରଖିବାକୁ ପଡ଼ିବ। ଅଷ୍ଟ୍ରେଲିଆ ସରକାର 16 ବର୍ଷରୁ କମ୍ ପିଲାଙ୍କ ପାଇଁ ସୋସିଆଲ ମିଡ଼ିଆ ବ୍ୟାନ୍ କରିବାକୁ ଯାଉଛନ୍ତି। ଏଇଟା ଆଉ ଗୋଟେ ବଡ଼ ନ୍ୟାସନାଲ୍ ଇଭେଣ୍ଟ। ସଞ୍ଚାର ମୋବାଇଲ ଆପ୍ ଲଞ୍ଚ ହେଲା। ଜାଣନ୍ତୁ ଏହା କେତେଟା ଭାଷାକୁ ସମର୍ଥନ କରେ। ବହୁତ ବଡ଼ ଇଭେଣ୍ଟ। ହିନ୍ଦୀ ଏବଂ 21ଟି ଆଞ୍ଚଳିକ ଭାଷାରେ ସଞ୍ଚାର ସାଥୀ ମୋବାଇଲ ଆପ୍ଲିକେସନ୍ ଲଞ୍ଚ ହେବା ଦ୍ୱାରା ଭାରତର ଟେଲିକମ୍ ସମ୍ବନ୍ଧୀୟ ସାଇବର ଠକେଇକୁ ରୋକିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ହଜିଯାଇଥିବା ଫୋନ୍ ଟ୍ରାକ୍ କରିବାରେ ସାହାଯ୍ୟ କରୁଥିବା ବୈଶିଷ୍ଟ୍ୟଗୁଡ଼ିକ ସହିତ ଚୋରି ହୋଇଥିବା ଡିଭାଇସ୍କୁ ମଧ୍ୟ ଇଏ ବ୍ଲକ୍ କରିଥାଏ। ଜାନୁଆରୀ 2025ରେ ପ୍ରଥମେ ପ୍ରଚଳନ ହୋଇଥିବା ସଞ୍ଚାର ସାଥୀ ମୋବାଇଲ ଆପ୍ଲିକେସନ୍ ଶୀଘ୍ର ଲୋକପ୍ରିୟତା ହାସଲ କରିଥିଲା। ଆଜି ପର୍ଯ୍ୟନ୍ତ 46 ଲକ୍ଷରୁ ଅଧିକ ଡାଉନଲୋଡ୍ ହୋଇଛି।
ଏହି ଆପ୍ଲିକେସନ୍ ମୋବାଇଲ ବ୍ୟବହାରକାରୀଙ୍କୁ ଟେଲିକମ୍ କ୍ଷେତ୍ରରେ ଠକେଇ କାର୍ଯ୍ୟକଳାପରୁ ନିଜକୁ ରକ୍ଷା କରିବା ପାଇଁ ଏକ ଉପକରଣ ସହିତ ସଶକ୍ତ କରିଥାଏ। ମନେ ରଖିବେ, ଭେରି ଇମ୍ପୋର୍ଟାଣ୍ଟ, ସଞ୍ଚାର ସାଥୀ ମୋବାଇଲ ଆପ୍ଲିକେସନ୍। ଏଇଟା ଆଉ ଗୋଟେ ବଡ଼ ଇଭେଣ୍ଟ, ହିଷ୍ଟ୍ରି ଇଭେଣ୍ଟ କହିପାରିବେ। ହାଇଦ୍ରାବାଦର ପୁରୁଣା ନାଁ କ'ଣ ଥିଲା ଆପଣ ଜାଣିଛନ୍ତି ତ? ଡିଟେଲରେ କହୁଛି, ବହୁତ ବଡ଼ ଇମ୍ପୋର୍ଟାଣ୍ଟ ଇଭେଣ୍ଟ। ହାଇଦ୍ରାବାଦର ପୁରୁଣା ନାମ ଭାଗ୍ୟନଗର ଥିଲା। ଲୋକପ୍ରିୟ ବିଶ୍ୱାସ ଅନୁସାରେ ଏହି ନାମ ଭାଗମତୀଙ୍କ ସହ ଜଡ଼ିତ ଥିଲା, ଯିଏକି କୁତୁବ ଶାହୀ ରାଜବଂଶର ପଞ୍ଚମ ଶାସକ ମହମ୍ମଦ କୁଲି କୁତୁବ ଶାହାଙ୍କ ହୃଦୟ ଜିତିଥିଲେ। କୁହାଯାଏ ଯେ ରାଜା ତାଙ୍କ ସମ୍ମାନାର୍ଥେ ମାଙ୍କ ସମ୍ମାନାର୍ଥେ ସହରଟିକୁ ଭାଗ୍ୟନଗର ନାମକରଣ କରିଥିଲେ। ପରବର୍ତ୍ତୀ ସମୟରେ ଏଇଟା ହାଇଦ୍ରାବାଦ ହୋଇଛି। ମନେ ରଖିବେ, ଏଇଟା ଆଉ ଗୋଟେ ବଡ଼ ନ୍ୟାସନାଲ ଇଭେଣ୍ଟ। କାଜିରଙ୍ଗାରେ ଲୁତ୍କାୟିତ ସ୍ୱର ଭାରତର ପ୍ରଥମ ତୃଣଭୂମି ପକ୍ଷୀ ଗଣନା ପ୍ରକାଶ କରାଗଲା। ଡିଟେଲରେ କହୁଛି, ବହୁତ ବଡ଼ ଇଭେଣ୍ଟ। ଆସାମର କାଜିରଙ୍ଗା ଜାତୀୟ ଉଦ୍ୟାନ ଭାରତର ପ୍ରଥମ ଥର ପାଇଁ ତୃଣଭୂମି ପକ୍ଷୀ ଗଣନା ମାର୍ଚ୍ଚ ଏବଂ ମେ ମାସ 2025ରେ ଆରମ୍ଭ କରିଥିଲା, ଯେଉଁଥିରେ କି ପକ୍ଷୀ ପ୍ରଜାତି ଚିହ୍ନଟ ଏବଂ ନିରୀକ୍ଷଣ ପାଇଁ ଶବ୍ଦ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରାଯାଇଥିଲା। ବନ ଅଧିକାରୀ, ଗବେଷକ ଏବଂ ସଂରକ୍ଷଣବାଦୀଙ୍କ ଦ୍ୱାରା ପରିଚାଳିତ ଏହି ସର୍ଭେରେ 43ଟି ପ୍ରଜାତି ରେକର୍ଡ କରାଯାଇଛି, ଯେଉଁଥିରେ ଫିନ୍ସ ୱେଭର ଭଳି ଅତ୍ୟନ୍ତ ବିପଦପୂର୍ଣ୍ଣ ଏବଂ ସ୍ଥାନୀୟ ପକ୍ଷୀ ମଧ୍ୟ ଅନ୍ତର୍ଭୁକ୍ତ। ଏହି ଗଣନା ଜୈବ ବିବିଧତା ନିରୀକ୍ଷଣରେ ଏକ ସଫଳତା, ସଂରକ୍ଷଣ ସଫଳତା ଏବଂ ବାସସ୍ଥାନ କ୍ଷତି ଏବଂ ଜଳବାୟୁ ପରିବର୍ତ୍ତନ ଭଳି ଜାରି ରହିଥିବା ବିପଦକୁ ଉଜ୍ଜ୍ୱଳିତ କରିଥାଏ। ମନେ ରଖିବେ, ଆସାମରେ କାଜିରଙ୍ଗା ନ୍ୟାସନାଲ ପାର୍କ ଅବସ୍ଥିତ, ଆଉ ଇଏ ଗେଣ୍ଡା ପାଇଁ ପ୍ରସିଦ୍ଧ। ଏଇଟା ଆଉ ଗୋଟେ ବଡ଼ ଇଣ୍ଟରନ୍ୟାସନାଲ ଇଭେଣ୍ଟ। ଏୟାର ନ୍ୟୁଜିଲ୍ୟାଣ୍ଡର ସିଓ ଦାୟିତ୍ୱରେ ରହିବେ ଜଣେ ଭାରତୀୟ ବଂଶୋଦ୍ଭବ। ଡିଟେଲରେ ଜାଣିବା, ବହୁତ ବଡ଼ ଇଣ୍ଟରନ୍ୟାସନାଲ ଇଭେଣ୍ଟ। ଏୟାର ନ୍ୟୁଜିଲ୍ୟାଣ୍ଡ ନିକଟରେ ତାର ନୂଆ ସିଓଙ୍କର ନାମ ଡିକ୍ଲେୟାର କରିଛି, ଯିଏକି ଜଣେ ଭାରତୀୟ ବଂଶୋଦ୍ଭବ। ତାଙ୍କ ନାମ ହେଉଛି ନିଖିଲ ରବିଶଙ୍କର। ଆଉ ସିଏ ଯିଏକି ଗ୍ରେଗ ଫରାନଙ୍କ ସ୍ଥାନରେ ନିଜର ଦାୟିତ୍ୱ ଗ୍ରହଣ କରିବେ। ଗ୍ରେଗ ଫରାନ ଚଳିତ ବର୍ଷ ଜାନୁଆରୀରେ ତାଙ୍କ ରିଟାୟାର୍ଡ ଘୋଷଣା କରିଥିଲେ। ନିଖିଲ ରବିଶଙ୍କର ଗ୍ରେଗ ଫରାନଙ୍କ ସ୍ଥାନରେ ନିଯୁକ୍ତି ପାଇବେ। ସେ ଅକ୍ଟୋବର 20, 2025ରେ ଦାୟିତ୍ୱ ଗ୍ରହଣ କରିବେ। ଏହି ପଦକ୍ଷେପ ଏୟାର ନ୍ୟୁଜିଲ୍ୟାଣ୍ଡ ପାଇଁ ଏକ ନିଯୁକ୍ତି ଏକ ଐତିହାସିକ ମାଇଲ ଖୁଣ୍ଟ ଭାବରେ ଚିହ୍ନିତ ହୋଇଛି, କାରଣ ଏହି ସମୟରେ ଜଳବାୟୁ ଚ୍ୟାଲେଞ୍ଜ, ବର୍ଦ୍ଧିତ ମୂଲ୍ୟ, ପ୍ରଯୁକ୍ତିବିଦ୍ୟାରେ ବାଧା ଏବଂ ବିକଶିତ ଗ୍ରାହକ ଆଶାରେ ଏକ ନୂତନ ଯୁଗ ଦେଇ ଗତି କରୁଛି ଏୟାର ନ୍ୟୁଜିଲ୍ୟାଣ୍ଡ। ବହୁତ ବଡ଼ ଇଭେଣ୍ଟ। ନାଁଟା ମନେ ରଖିବେ, ନିଖିଲ ରବିଶଙ୍କର, ଯିଏକି ଜଣେ ଭାରତୀୟ ବଂଶଜ। ମନେ ରଖିବେ, ଏଇଟା ଆଉ ଗୋଟେ ବଡ଼ ଇଣ୍ଟରନ୍ୟାସନାଲ ଇଭେଣ୍ଟ। ଏବେ ବର୍ତ୍ତମାନ ୟୁନାଇଟେଡ୍ କିଙ୍ଗଡମ୍ ପାଲେଷ୍ଟାଇନକୁ ମାନ୍ୟତା ଦେବା ପାଇଁ ଡିକ୍ଲେୟାର କରିଛି। ବହୁତ ବଡ଼ ଇଣ୍ଟରନ୍ୟାସନାଲ ଇଭେଣ୍ଟ। ଆପଣମାନେ ଜାଣିଥିବେ, ୱେଷ୍ଟର୍ଣ୍ଣ କଣ୍ଟ୍ରି ସଦାବେଳେ ଏମିତି କରନ୍ତି। ଇସ୍ରାଏଲ ପାଲେଷ୍ଟାଇନ କଳିର ମୁଖ୍ୟ କାରଣ ଥିଲେ ୱେଷ୍ଟର୍ଣ୍ଣ କଣ୍ଟ୍ରି, ଏଇ ବ୍ରିଟେନ। ଏବେ ଡିଟେଲରେ ଜାଣିବା, ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ବିକାଶରେ ବ୍ରିଟେନର ବର୍ତ୍ତମାନ ପ୍ରଧାନମନ୍ତ୍ରୀ, ତାଙ୍କ ନାଁଟା ମନେ ରଖିବେ, କିର୍ ଷ୍ଟାରମ ଘୋଷଣା କରିଛନ୍ତି ଯେ ଇସ୍ରାଏଲ ଗାଜାରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ଇସ୍ରାଏଲ ଯଦି ପଦକ୍ଷେପ ନ ନିଏ, ତେବେ ବ୍ରିଟେନ ପାଲେଷ୍ଟାଇନକୁ ରାଷ୍ଟ୍ରର ସ୍ୱୀକୃତି ଦେବ। ହମାସ ସହିତ ପ୍ରାୟ 2 ବର୍ଷ ଧରି ଚାଲିଥିବା ଯୁଦ୍ଧରେ ଗାଜାରେ ବ୍ୟାପକ ଅନ୍ନହାର ଏବଂ ବିନାଶ ସହିତ ଗମ୍ଭୀର ମାନବିକ ଯନ୍ତ୍ରଣାର କାରଣ ହୋଇଛି। ଏହି ଘୋଷଣା ଇସ୍ରାଏଲ ପାଲେଷ୍ଟାଇନ ସଂଘର୍ଷ ପ୍ରତି ବ୍ରିଟେନର ବୈଦେଶିକ ନୀତିରେ ଏକ ସମ୍ଭାବ୍ୟ ପରିବର୍ତ୍ତନକୁ ଚିହ୍ନିତ କରେ। ମନେ ରଖିବେ, ଭେରି ଇମ୍ପୋର୍ଟାଣ୍ଟ। ଏଠାରେ ଆଉ ଗୋଟେ ବଡ଼ ପଏଣ୍ଟ ଆପଣଙ୍କୁ କହିଦେଉଛି, ଜୁଲାଇ ମାସରେ ଗତ ସପ୍ତାହରେ ଫ୍ରାନ୍ସ ମଧ୍ୟ ପାଲେଷ୍ଟାଇନକୁ ମାନ୍ୟତା ଦେଇଥିଲା, ବର୍ତ୍ତମାନ ବ୍ରିଟେନ ଦେବାକୁ ଯାଉଛି। ମନେ ରଖିବେ, ଆଉ ଗୋଟେ ମୋ ନିଜ ଓପିନିଅନ କହୁଛି, ଦୁନିଆରେ ଅଶାନ୍ତି ପାଇଁ ମୋ ନିଜ ଓପିନିଅନ ଅନୁଯାୟୀ ୱେଷ୍ଟର୍ଣ୍ଣ କଣ୍ଟ୍ରି ଆଉ ଆମେରିକା ସଦାବେଳେ ଦାୟୀ। ସେମାନେ ସଦାବେଳେ ନିଜ ମନ ମୁତାବକ ହିଁ କାମ କରିଥାନ୍ତି। ଯେଉଁଠାରେ ତାଙ୍କର ଫାଇଦା ଥାଏ ସେମାନେ ସେୟା କରିବେ। ଠିକ୍ ଅଛି, ଆଜିର ସକାଳର ଟପ୍ କରେଣ୍ଟ ଆଫେୟାର ଏଇଠି ସରିଲା। ଆଉ ଭିଡ଼ିଓଟା କେମିତି ଲାଗିଲା ଆପଣଙ୍କର ମତାମତ କମେଣ୍ଟ ମାଧ୍ୟମରେ ଜଣାଇବେ। ଭିଡ଼ିଓକୁ ଲାଇକ୍ କରିବେ। ସମସ୍ତ ସାଙ୍ଗସାଥୀ, ପ୍ରତ୍ୟେକ ଓଡ଼ିଶାବାସୀ, ପ୍ରତ୍ୟେକ ଓଡ଼ିଶାର ଛାତ୍ରଛାତ୍ରୀଙ୍କ ପାଖକୁ ନିଶ୍ଚିତ ରୂପେ ସେୟାର କରିବେ। ନୂଆ ଥିଲେ ୱାର୍ଲଡ ଆଫେୟାର ମଧୁ ଜିକେ ଓଡ଼ିଆ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ସବୁଦିନ ଇମ୍ପୋର୍ଟାଣ୍ଟ ଜିକେ, କରେଣ୍ଟ ଆଫେୟାର, ସ୍ପୋର୍ଟସ୍ ଆଫେୟାର, ୱାର୍ଲଡ ଆଫେୟାର, ଏମ୍ପ୍ଲୟମେଣ୍ଟ ନ୍ୟୁଜ୍ ନୋଟିଫିକେସନ୍ ଆପଣଙ୍କୁ ଏଠାରେ ମିଳିଥାଏ। ଭିଡ଼ିଓ ଦେଖିଥିବାରୁ ବହୁତ ବହୁତ ଧନ୍ୟବାଦ। ଜୟ ଜଗନ୍ନାଥ। ବନ୍ଦେ ଉତ୍କଳ ଜନନୀ।